କୁଆ ଓ ବରଗଛ କଳି। ଗାଁ ମୁଣ୍ଡ ତୋଟା, ତା ଆଗକୁ ମଶାଣି, ତା ଶେଷ ଆଡ଼କୁ ଝଙ୍କାଳିଆ ବରଗଛଟିଏ। ଏଇ ବରଗଛ ବିଷୟରେ କେତେ ଶୁଣିଛି ଆଇମା ପାଖରୁ। ଏଇଠି କୁଆଡ଼େ ଡାହାଣୀ ତା ପିଲାକୁ ନିଆଁରେ ସେକେ, ଭୂତ ବାଗୁଡ଼ି ଖେଳେ, ଶଇତାନ ଶଗଡ଼ିଆଙ୍କ ଛଙ୍କା ତରକାରୀ ହାଣ୍ଡି ଟେକି ନିଏ। ଏବେ ସେ କଥା ଭାବିଲେ ହସ ଲାଗୁଛି। ବିଶ୍ୱାସ ହେଉନି ଯେ ଏଇ ବରଗଛ ମୂଳେ ଏତେ ଘଟଣା ଘଟୁଥିଲା। ଦିନେ ଖରାବେଳ ସମୟ ହେବ, କଲେଜରୁ ଫେରୁଥାଏ। ବସ୍ରୁ ଓହ୍ଲାଇ ଗାଁକୁ ଫେରିଲା ବେଳକୁ ସେଇ ବରଗଛ ବାଟ ଦେଇ ଆସିବାକୁ ପଡ଼ିଲା। ଗଛ ଆଉ ଅଳ୍ପ ବାଟ ଅଛି। କେଉଁ ଏକ ଅଜଣା ଭୟରେ ଛାତିଟା ଥରି ଉଠିଲା। ମନେ ପଡ଼ିଲା ଆଇମା କଥା। ଛାତିଟା ଶୀତେଇ ଉଠିଲା। ଖୁବ୍ ସାହସ କରି ଚାଲୁଥାଏ। ଗଛ ମୂଳେ ପହଞ୍ଚିଲା। କୁଆଟିଏ ହଠାତ୍ କାଆ କରି ଉଠିଲା। ଛାତି ଧଡ଼ପଡ଼ ହୋଇ ଉଠିଲା। ଗାଁ ଦେଖାଯାଉଛି। ମନକୁ ଦମ୍ଭ କଲି। ଭାବୁଥାଏ କିଏ ଯଦି ମୋ ଉପରକୁ ଡେଇଁବ ତେବେ ଜୋରରେ ଚିତ୍କାର କରିବି। ଏତିକି ବେଳେ ମଙ୍ଗୁଳି ଭାଇର ହଳିଆ ବଳିଆ ଯୋଡ଼ିକୁ ଗହୀର ବିଲରୁ ଫେରୁଥିବାର ଦେଖିଲି। ଭାବିଲି ମଙ୍ଗୁଳି ଭାଇ ଆସୁ, ସାଙ୍ଗ ହୋଇ ଗାଁକୁ ଯିବୁ। ଉଦୁଉଦିଆ ଖରାବେଳଟାରେ ଗଛ ଛାଇ ଖୁବ୍ ଆରାମ ଲାଗୁଥାଏ। ହଠାତ୍ ଗଛ ଉପରେ କିଚିରି ମିଚିରି ହୋଇ ପାଟିତୁଣ୍ଡ ଶୁଣିଲା। ଆଶ୍ଚର୍ଯ୍ୟ ଲାଗିଲା। ଚଢ଼େଇଗୁଡ଼ା ବରଗଛ ସାଙ୍ଗରେ ଝଗଡ଼ା ଲଗାଇଛନ୍ତି। ବରଗଛ କହୁଛି, ଆରେ ହେ କୁଆ, ତୁ ବଡ଼ ଦୃଷ୍ଟ। ତୁ ତ ମୋର ସବୁ ଫଳଯାକ ଖାଇଯାଉଛୁ। ମୋ ବଂଶ ରକ୍ଷା କରିବାକୁ ଗୋଟେ ହେଲେ ଫଳ ରଖୁନୁ। ତୁ ଏଡ଼େ ଅକୃତଘ୍ନ। କୁଆ କିନ୍ତୁ ଛାଡ଼ୁନାହିଁ। ସତ କହୁଛି ରେ ବରଗଛ, ତୁ ବଡ଼ ଅକୃତଘ୍ନ। ତୋ ବଂଶକୁ ରକ୍ଷା କରିପାରିବୁନି। ତୋ ଫଳ ତୋ ମୂଳରେ ଏତେ ଝଡ଼ୁଛି, କାହିଁ ଗୋଟିଏ ଗଛ ତ ଉଠିନି। ଯେଉଁ ଫଳକୁ ମୁଁ ଖାଉଛି, ମୋ ମଳରୁ ବାହାରୁଥିବା ମଞ୍ଜି ଯେଉଁଠି ପଡ଼ିଲେ ବି ସେଥିରେ ଗଛ ହେଉଛି। ମୁଁ ତୋ ବଂଶ ବୁଡ଼ାଉ ନାହିଁ, ବରଂ ତୋ ବଂଶ ରକ୍ଷା କରୁଛି। ତୁ ବରଂ ଅକୃତଘ୍ନ। ମୁଁ ତ କାବା ହୋଇଗଲି। କି ଅଜବ କଥା। ମୁଣ୍ଡରେ କିଛି ପଶୁନଥାଏ। ଦୁହିଁଙ୍କର କଥା ତ ସତ ଲାଗୁଥାଏ। କାହିଁ କେତେ ମନ୍ଦିର ଉପରେ, କୋଠା ଉପରେ, ଇଟା ଗଦା ଉପରେ ତ ବରଗଛ ଉଠିଥିବାର ଦେଖିଛି। ବରଗଛ ମୂଳେ ଗୋଟିଏ ତ ଗଛ ଉଠିବାର ଦେଖିନି। ଭାବନା ମଝିରେ ମଙ୍ଗୁଳି ଭାଇର ହଳ ପହଞ୍ଚିଲାଣି ଗଛ ପାଖରେ। ଆଉ ବିଳମ୍ବ ନ କରି ଘରକୁ ଫେରିଲୁ ସାଙ୍ଗ ହୋଇ। ଘରେ ଖାଇ ପିଇ ବିଶ୍ରାମ ନେଉଥାଉ। ବାପା ପହଞ୍ଚିଲେ ଅଫିସରୁ। କୌତୂହଳ କଥାଟା ହଠାତ୍ ପଚାରିଲି, କୁଆ ଓ ବରଗଛଙ୍କ କଥୋପକଥନ ସତ୍ୟତା କ'ଣ? ସ୍କୁଲରୁ ବାଧ୍ୟ ଛାତ୍ରଙ୍କ ଭଳି ବାପାଙ୍କ ମୁହଁକୁ ଚାହିଁଥିଲି ଉଦ୍ବିଗ୍ନ ହୋଇ। ବାପା ବୁଝାଉଥିଲେ, ଆରେ ଓଲୁ, କୁଆ ପେଟରେ ବରଫଳ ମଞ୍ଜିର ବାହ୍ୟ ଆବରଣଟି ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ନରମ ହୋଇ ଉଠେ। ତେଣୁ ଏହା ସହଜରେ ଗଛ ହୁଏ। କିନ୍ତୁ ଖାଲି ମଞ୍ଜିଟା ତଳେ ପଡ଼ିଲେ ଏହି ଖୋଳପା ଏତେ ଟାଣ ଯେ ଏଥିରେ ସହଜରେ ଜଳ ପ୍ରବେଶ କରିପାରେ ନାହିଁ। ତେଣୁ ମଞ୍ଜି ଖୋଳପା ନ ଫାଟିବାରୁ ଏଥିରୁ ଗଛ ହୁଏ ନାହିଁ। ପ୍ରକୃତିର ଏହି ସତ କଥାଟି ମନରେ ଆନ୍ଦୋଳିତ ହେଉଥାଏ। ଭଗବାନ କି ବିଚିତ୍ର ଭାବେ ଏ ସୃଷ୍ଟି ଗଢ଼ିଛନ୍ତି। ଗୋଟିକୁ ଛାଡ଼ି ସତେ ଯେମିତି ଅନ୍ୟଟିର ସତ୍ତା ବି ନାହିଁ।